ଆହୁରି 7 ଦିନ ପ୍ରବଳ ବର୍ଷା। ଏହି 10 ରାଜ୍ୟରେ ପ୍ରବଳ ବର୍ଷା। ଏପ୍ରିଲ ଦ୍ୱିତୀୟ ସପ୍ତାହରୁ ପ୍ରବଳ ତାତି ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦେଶର ଅନେକ ରାଜ୍ୟରେ ତାତି ଆଲର୍ଟ ସହିତ ଦେଶର ଅନେକ ସ୍ଥାନରେ ବର୍ଷା ଝଡ଼ ଏବଂ ପ୍ରବଳ ବର୍ଷା ସମ୍ପର୍କରେ ଚେତାବନୀ ଦିଆଯାଇଛି। ଉତ୍ତରପ୍ରଦେଶରେ ପ୍ରବଳ ତାତି ପରେ ଲୋକମାନେ ଆରାମ ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ 11-12 ଏପ୍ରିଲରେ ଲକ୍ଷ୍ନୌରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ ସୋମବାରଠାରୁ ପୂର୍ବ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଏପ୍ରିଲ 8ରୁ ଏପ୍ରିଲ 13 ପର୍ଯ୍ୟନ୍ତ ୟୁପିର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ପରି ଅବସ୍ଥା ରହିପାରେ। ଆଇଏମ୍ଡି ଅନୁଯାୟୀ ଦିଲ୍ଲୀର ପାଣିପାଗ ଏହି ସପ୍ତାହରେ 40 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ବର୍ଷା ଓ ବଜ୍ରପାତର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତାପମାତ୍ରା ବୃଦ୍ଧି ସହିତ ଏପ୍ରିଲ 13ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି। ଏହି ସମୟରେ ସକାଳ 6ଟାରୁ ଦିଲ୍ଲୀରେ ବହୁତ ତାତି ଦେଖାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ସପ୍ତାହରେ ଦିଲ୍ଲୀରେ ଦିନର ତାପମାତ୍ରା 40 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ ଅରୁଣାଚଳ ପ୍ରଦେଶ ଆସନ୍ତା 7 ଦିନ ଧରି ବର୍ଷା, ତୁଷାରପାତ ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆସନ୍ତା 7 ଦିନ ମଧ୍ୟରେ ସବୁ ହିମାଳୟ, ପଶ୍ଚିମବଙ୍ଗ, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ପ୍ରବଳ ପବନ, ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବ। 8 ଓ 9 ଏପ୍ରିଲରେ ଅରୁଣାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପ୍ରିଲ 8ରେ ବଜ୍ରପାତ ସହ ବର୍ଷା ଓଡ଼ିଶା, ପଶ୍ଚିମବଙ୍ଗ ବଜ୍ରପାତ ସହ ଚେତାବନୀ ଦେଇଛି। ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, ବିଦର୍ଭରେ 8ରୁ 12 ଏପ୍ରିଲରୁ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ମଧ୍ୟପ୍ରଦେଶ, ମରାଠାୱାଡ଼ା, କେନ୍ଦ୍ରୀୟ ମହାରାଷ୍ଟ୍ରରେ ମଧ୍ୟ ଏପ୍ରିଲ 8ରୁ 12 ମଧ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହା ବ୍ୟତୀତ ଉପକୂଳ ଆନ୍ଧ୍ରପ୍ରଦେଶ, ୟାନାମା, ତେଲେଙ୍ଗାନା, କେରଳ, ତାମିଲନାଡୁ, ପୁଡୁଚେରୀ, କରାଇକାଲରେ ଝଡ଼ ଏବଂ ବଜ୍ରପାତ ସୂଚନା ଦେଇଛି ପାଣିପାଗ ବିଭାଗ।